କର୍କଟ ରାଶିଜାତ ବ୍ୟକ୍ତି ବକ୍ରି ଶନି ମହାଗ୍ରହଙ୍କର ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନିଦେବଙ୍କର ବକ୍ର ଚଳନ ଓ କର୍କଟ ରାଶି ଉପରେ ଏହାର ପ୍ରଭାବ। କର୍କଟ ରାଶିର ନବମ ଭାଗ୍ୟଭାବ ମୀନ ରାଶିରେ ଶନି ମହାଗ୍ରହ ଆସନ୍ତା ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ ବକ୍ରି ଭାବରେ ଗୋଚର କରିବେ। ଏହାର ପ୍ରଭାବରେ କର୍କଟ ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟର କ୍ଷେତ୍ରରେ ଚାଲି ଆସୁଥିବା ଦୀର୍ଘ ଦିନର ସମସ୍ୟା ଧୀରେ ଧୀରେ ଦୂରୀଭୂତ ହେବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବାରେ ଲାଗିବ। ସେହିପରି ବ୍ୟବସାୟ କ୍ଷେତ୍ରରେ ଲାଗି ରହିଥିବା ମନ୍ଥରତା ଦୂର ହୋଇ ବାଣିଜ୍ୟ ବେପାର ଗତିଶୀଳ ହେବ। ବେପାର କ୍ଷେତ୍ରରୁ ଆଶାଜନକ ଲାଭ ମଧ୍ୟ ମିଳିବ, କିନ୍ତୁ ଶନି ମହାଗ୍ରହଙ୍କର ପ୍ରଭାବରୁ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। ପରିଶ୍ରମ ସାଙ୍ଗକୁ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ଅନୁଶାସନ ଭିତରେ ରହି କାମ କଲେ ଚାକିରି ହେଉ ଅଥବା ବ୍ୟବସାୟ ହେଉ, ଉଭୟ କ୍ଷେତ୍ରରେ ସଫଳତା ନିଶ୍ଚିତ ରୂପେ ହାତମୁଠାକୁ ଆସିପାରିବ। ମୀନ ରାଶିରେ ବକ୍ର ଗତିରେ ଗମନ କରୁଥିବା ଶନି ଓ ଆପଣଙ୍କ ପ୍ରଚେଷ୍ଟା, ଏହି ଉଭୟଙ୍କ ସମନ୍ୱୟରେ ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଦୃଢ଼ ହେବାରେ ଲାଗିବ। ପୁଞ୍ଜି ବଜାରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନେବେ, ନଚେତ୍ ଅର୍ଥଲାଭ ବଦଳରେ ଅର୍ଥ ହାନି ହେବାର ବହୁତ ସମ୍ଭାବନା ରହିଅଛି। କର୍କଟ ରାଶିର ସପ୍ତମ ଅର୍ଥାତ୍ ଦାମ୍ପତ୍ୟ ଭାବର ଅଧିପତି ଶନି ଭାଗ୍ୟସ୍ଥାନରେ ବକ୍ରି ହୋଇଥିବାରୁ ସମୟ ସମୟରେ ଦାମ୍ପତ୍ୟ ମନମାଳିନ୍ୟ ସୃଷ୍ଟି ହୋଇପାରେ, କିନ୍ତୁ ଲଙ୍ଗ୍ ରନ୍ରେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହେବେ। ବକ୍ରି ଶନିଙ୍କର ଗୋଚର ସମୟରେ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ଶନିଙ୍କର ବକ୍ର ଚଳନ ସମୟରେ କର୍କଟ ରାଶିଜାତ ବ୍ୟକ୍ତି ଓଭର ଥିଙ୍କିଂର ଶିକାର ହୋଇପାରନ୍ତି। ଅତ୍ୟଧିକ ଭାବନା ଅଥବା ଭାବ ପ୍ରବଣତା ଯୋଗୁଁ ମାନସିକ ଶାନ୍ତି ବ୍ୟାହତ ହେବାର ବହୁତ ସମ୍ଭାବନା ରହିଅଛି, ଯାହାଦ୍ୱାରା ମାନସିକ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇପାରେ। ଶନି ଏକ ଏକାନ୍ତ ପ୍ରିୟ ଗ୍ରହ ହୋଇଥିବାରୁ ଏବଂ କର୍କଟ ରାଶିର ଭାଗ୍ୟ ଭାବରେ ବକ୍ରି ହୋଇଥିବାରୁ କର୍କଟ ରାଶି ବ୍ୟକ୍ତିଙ୍କୁ ତପସ୍ୱୀ ସ୍ୱଭାବର ଅଥବା ଦାର୍ଶନିକ ସ୍ୱଭାବର କରିପାରେ। ଅବଶ୍ୟ ମନକୁ ଶାନ୍ତ ରଖି ନିଶ୍ଚଳ ରହିପାରିଲେ ବେଶ୍ କିଛି ଆଧ୍ୟାତ୍ମିକତାର ସ୍ୱାଦ ମଧ୍ୟ ମିଳିପାରେ। ବକ୍ରି ଶନି ମହାଗ୍ରହଙ୍କର ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ କର୍କଟ ରାଶିଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଦୂର ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।